ବର୍ତ୍ତମାନ ଯୋଉ ବର୍ଣ୍ଣିଂ ଫରେଷ୍ଟ ଡିପାର୍ଟମେଣ୍ଟରେ ଫରେଷ୍ଟ ଫାୟାର ଯୋଉ ଜଙ୍ଗଲ ନିଆଁର ପ୍ରତିରୋଧ କରିବା ପାଇଁ ଆମେ ସବୁ ସ୍ତରରେ ଚେଷ୍ଟା ଚଳାଇଛୁ। ଏଥିରେ ଆମର ଯୋଉ ରହିଲେ ମିଡ଼ିଆ ବନ୍ଧୁମାନଙ୍କର ସହଯୋଗ କରିବା ପାଇଁ ଦରକାର, ନିହାତି ଆୱାରନେସ୍ ଦରକାର। ଯୋଉ ଆମର ଅଛି ଜୟପୁର ଡିଭିଜନ ଅଛି, ଜୟପୁର ଡିଭିଜନର 6ଟା ରେଞ୍ଜ ଅଛି। 6ଟା ରେଞ୍ଜରେ ଲାଷ୍ଟ ଇୟର ଯାହା ଫାୟାର ପଏଣ୍ଟ ଥିଲା ଆମର ଥିଲା ଲାଷ୍ଟ ଇୟର 571ଟା ଫାୟାର ପଏଣ୍ଟ। ଆମେ ଯଦି କମ୍ପେୟାର କରିବା 2024 ଆଉ 25ର ଫାୟାର ପଏଣ୍ଟ, 2024ରେ ଥିଲା 877ଟା ଫାୟାର ପଏଣ୍ଟ, ଆଉ ଲାଷ୍ଟ ଇୟର ଆମର ଷ୍ଟାଫ୍ ମାନଙ୍କର ଭଲ ଯୋଗଦାନ ଥିଲା ଫାୟାର ନିଆଁକୁ ପ୍ରତିରୋଧ କରିବାରେ। 877 ପଏଣ୍ଟରୁ 571 ପଏଣ୍ଟ ଖସି ଆସିଥିଲା। ଏଥର ମଧ୍ୟ ଆମର ପୁରାପୁରି ଏମ୍ଫାସିସ୍ ଦିଆଯାଇଛି କେମିତି 571ଟା ଆହୁରି କମିବ। ଗତ ବର୍ଷ ଆମର ଜୟପୁରରେ ସବୁଠୁ ଡ୍ରାଷ୍ଟିକ୍ ଚେଞ୍ଜ ହେଇଥିଲା, କମ୍ ଆସିଥିଲା ପୁରା। ଯେହେତୁ ଜୟପୁର ଗୋଟେ ହିଲି ଏରିଆ, ତଥାପି ଷ୍ଟାଫ୍ ମାନଙ୍କର ପୁରାପୁରି ଅବଦାନ ଥିଲା ନିଆଁ କମେଇବାରେ। ତେଣୁ ଓଭରଅଲ୍ ଆମେ ଛାଡ଼ିଲେ ବରିଗୁମା ରେଞ୍ଜ ଆମର ଗୋପାଳପୁର ରେଞ୍ଜ ଏଠି ଟିକେ ଫାୟାର ଅଧିକା ହୁଏ। ତେଣୁ ତଥାପି ଆମର ଯୋଉ ଅଛି ଭିଏସ୍ଏସ୍ ଗୁଡ଼ା ବନ ସଂରକ୍ଷଣ ସମିତି ସେମାନଙ୍କୁ ଆକ୍ଟିଭେଟ୍ କରାହେଇଛି। ବିଭିନ୍ନ ଜାଗାରେ ଆମର ଷ୍ଟାଫ୍ ମାନେ ୱାନ୍ ଆକ୍ଟ ଯୋଉଟା ଆମର ଅଛି ଇଏ ଆକ୍ଟିଭିଟି ଆୱାରନେସ୍ ଆକ୍ଟିଭିଟିଟା ଚଳେଇଛନ୍ତି। ତା ସହିତ ଆମର ଭିଏସ୍ଏସ୍ ଲୋକମାନଙ୍କୁ ଆକ୍ଟିଭେଟ୍ କରାହେଇଛି। ତା ସହିତ ଅଦର ଯୋଉ ଲାଇନ୍ ଡିପାର୍ଟମେଣ୍ଟ ଅଛି, ଲାଇନ୍ ଡିପାର୍ଟମେଣ୍ଟର ସବୁ ରେଜିଷ୍ଟ୍ରେସନ ନମ୍ବର ଗୁଡ଼ାକୁ ରେଜିଷ୍ଟ୍ରେସନ କରାହେଇଛି। ଯେକୌଣସି ଜାଗାରେ ଫାୟାର ଲାଗିଲେ ସିଭିଲ୍ ସୋସାଇଟି ମଧ୍ୟ ଯୋଉଠି ଅଛି PRI ମେମ୍ବର ତାଙ୍କୁ ମଧ୍ୟ ଇନକ୍ଲୁଡ୍ କରାହେଇଛି। ସେଥିରେ ତାଙ୍କର ନମ୍ବର ସବୁ ରେଜିଷ୍ଟ୍ରେସନ କରାହେଇଛି। ଯେକୌଣସି ଜାଗାରେ କିଛି ଫାୟାର ଉପରେ ଜଙ୍ଗଲରେ ନିଆଁ ଲାଗୁଛି ଇନଫର୍ମେସନ ସେ ସେୟାର କଲେ ଆମେ ଅଟୋମେଟିକାଲି ତାକୁ ଆଟେଣ୍ଡ କରିବୁ। ତା ସହିତ ଆମର OFM ଯୋଉଟା ଅଛି ତା ପୋର୍ଟାଲରେ ଯେତେବେଳେ ଜଙ୍ଗଲରେ ନିଆଁ ଲାଗୁଛି ପୁରାପୁରି ଆମର ଯୋଉ ଅଛି SNPP ଆଉ ମୋଡି ସାଟେଲାଇଟ୍ ଯୋଉଟା ଟ୍ରାକ୍ କରୁଛନ୍ତି, ସେଥିରେ ଅଟୋମେଟିକାଲି ଇନଫର୍ମେସନ ପଳେଇ ଆସୁଛି କୋଉ ଜାଗାରେ କୋଉ ଜଙ୍ଗଲରେ କୋଉ ବିଟ୍ରେ ନିଆଁ ଲାଗିଲା। ଆସିଲା ପରେ ସେଟାକୁ ଆମର ଯୋଉ ଅଛି ଡିଭିଜନ ଲେଭେଲର କଣ୍ଟ୍ରୋଲ ରୁମ୍ କରାହେଇଛି, ଗୋଟେ ସବୁ ରେଞ୍ଜରେ ଗୋଟେ କଣ୍ଟ୍ରୋଲ ରୁମ୍ କରାହେଇଛି। ସେଠି ପ୍ରାୟ 24/7 ମନିଟରିଂ କରାହଉଛି। ଯେତେବେଳେ ଫାୟାର ଇନସିଡେଣ୍ଟ ହେଲା ଇମିଡିଏଟଲି ଆମେ ଯୋଉ ଫିଲ୍ଡକୁ ଟ୍ରାନ୍ସମିଟ୍ କରୁଛୁ। ଏପର୍ଯ୍ୟନ୍ତ ଯାହା ଫାୟାର ହେଇଛି ଏପର୍ଯ୍ୟନ୍ତ ଆମର 60ଟା ଫାୟାର ପଏଣ୍ଟ ଆସିଛି। ସବୁଠୁ ଅଧିକା ଆମର ଗୁପ୍ତେଶ୍ୱର ରେଞ୍ଜରେ ଆସିଛି, କିନ୍ତୁ ଆମର 100% ଆଟେଣ୍ଡ ହେଇଛି। ଯୋଉ 60ଟା ଫାୟାର ପଏଣ୍ଟ ତାହେଲେ ଇମିଡିଏଟଲି ୱିଦିନ୍ ଭେରି ଲେସ୍ ଟାଇମ୍ 2-3 ଘଣ୍ଟା ଭିତରେ ସବୁଗୁଡ଼ା ଆମେ ଆଟେଣ୍ଡ କରିଛୁ। ଆଉ କେମିତି ଆଗକୁ ଆହୁରି ଭଲ ଭାବରେ କରାଯିବ ଆପଣଙ୍କର ମାଧ୍ୟମରେ ଆମେ ଟିକେ ଆୱାରନେସ୍ କ୍ୟାମ୍ପେନ୍ ଚଳେଇବୁ। ଆମର ଯୋଉ ଅଛନ୍ତି ସିଭିଲ୍ ସୋସାଇଟି ହଉ, ଆମର ଯୋଉ ଭିଏସ୍ଏସ୍ ଆକ୍ଟିଭ୍ ଅଛନ୍ତି, ଗ୍ରାମବାସୀମାନେ ଅଛନ୍ତି, ଆର କିଛି ଏଥିରେ ଜଙ୍ଗଲ ନିଆଁରେ କାହାର ମାନେ ଲାଭ ହଉନି। ଯୋଉ ଲୋକଙ୍କର ଧାରଣା ଅଛି ଜଙ୍ଗଲ ନିଆଁ ସବୁବେଳେ ନିଶ୍ଚିତ ଭାବରେ କ୍ଷତି କରୁଛି। ଆମର ଯୋଉ ଜଙ୍ଗଲ ପାଖରେ ନିଆଁ ଲାଗିଲେ ଲୋକଙ୍କର ଯୋଉ ଗାଈ ଗୋରୁ ଚଳିଲା ବେଳକୁ ତାଙ୍କ ଘାସ ବି ଯୋଉ ଯାହା ଅଛି ତାଙ୍କର ଯୋଉ ଫଡର ସ୍ପେସିସ୍